ମୋତେ ମାତ୍ର 30 ସେକେଣ୍ଡ ଗୋଟେ ଟାଇମ୍ ଦିଅନ୍। ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବି। ଆଉ ସେ କଥା ହଉଛେ ଆମର୍ ମନ୍। ମୁଇଁ ଅନେକ ସମୟରେ ଅନୁଭବ କରସି ଯେ ଆମର୍ ମନଟା ଗୋଟେ ସୁନ୍ଦର ବଗିଚା ଭଳିଆ। ଆପଣ ଭାବନ୍, ଆପଣ ଗୋଟେ ବଗିଚା ଗୋଟେ ଲଗାବା ଲାଗି ଡିସାଇଡ଼୍ କରିଛନ୍। ଆଉ ସେ ବଗିଚାନେ ବହୁତ ସୁନ୍ଦର ସୁନ୍ଦର ନାନା ଭେରାଇଟିର ସୁନ୍ଦର ଫୁଲ ଗଛ ସବୁ ଲଗାବା ଲାଗି ଆପଣ ଚାହିଁଛନ୍। ଲଗେଇ ବି ଦେଲେ ବହୁତ ଭେରାଇଟିର ସୁନ୍ଦର ସୁନ୍ଦର ଫୁଲ ଗଛ ସବୁ। ଯଦି ଆପଣ ସେ ବଗିଚାର ଯତ୍ନ ନେଇ ନେବେ ନା, ତାହେଲେ ସେ ବଗିଚାନେ ଅନାବନା ଘାସ ସବୁ ଉଠବା, ବିଭିନ୍ନ କଣ୍ଟା ଗଛ ସବୁ ଉଠବା। ତାପରେ ଇଟା ସବୁ ବଗିଚାକେ କାଣା କରିଦେବା, ଅସୁନ୍ଦର କରିଦେବା। ଆଉ ଇ ଅନାବନା ଘାସ ସବୁ ହଉଛେ ଆମର୍ ମନର ବଗିଚାନେ ନକାରାତ୍ମକ ଚିନ୍ତା বা ନେଗେଟିଭ୍ ଥଟ୍। ଫୁଲ ବଗିଚା ଭିତରେ କଣ୍ଟା ଗଛ ସବୁ ହେଲେ ଅସୁନ୍ଦର। ଆମର ମନ ଭିତରେ ନକାରାତ୍ମକ ଚିନ୍ତା বা ନେଗେଟିଭ୍ ଥଟ୍ ଆସିଗଲେ ମନର ବଗିଚା ଅସୁନ୍ଦର ହେଇଯାଏସି। ଯେତେବେଲେ ମନ ଭିତରେ ଅନାବନା ଘାସ ସବୁ ଭରି ଯାଏସି, ସେତେବେଲେ ମନ ଭିତରେ ବି ସୁନ୍ଦର ସୁନ୍ଦର ଫୁଲ ଫୁଟବା ଲାଗି ଆଉ ଜାଗା ନାଇଁ ରହେନା। ଆମେ କ୍ରୋଧ, ଚିନ୍ତା, ଭୟ ଇ ସବୁ ଭିତରେ ଆମର ମନ ସବୁ ଘେରିଯାଏ। ତେଣୁ କରି ଜାନ୍ତା ବଗିଚାନେ ସକାଳୁ ଉଠିଲା ପରେ ଲୋକ ଅନାବନା ଘାସ ସବୁକେ ବାଛସନ୍, ବଗିଚାରୁ ଆଉଟ୍ କରସନ୍। ସେ ଭଳିଆ ମୋରର ବଗିଚାରୁ ବି ସବୁଦିନ ସକାଳୁ ଉଠିଲା ପରେ ଇ ସବୁ ନକାରାତ୍ମକ ଚିନ୍ତା বা ନେଗେଟିଭ୍ থটকে আউট করবাকে পড়ছে। তো কান্তা করে আউট করমা তিনটা আছে। প্রথম হচ্ছে মেডিটেশন। প্রত্যেক দিন সকালে অতি কমরে 10 মিনিট মেডিটেশন করুন। শান্ত মନରେ বসিজন, তাপরে নিজর শ্বাসক্রিয়া উপরে ধ্যান দিয়ন। অতি কমরে 10 মিনিট গভীর ভাবে মেডিটেশন করুন। 2 নম্বর হচ্ছে পজিটিভ আফরমেশন। ସବୁଦିନ ସକାଳୁ ଉଠିଲା ପରେ ନିଜକେ ନିଜେ କହନ୍, ମୁଇଁ ଶାନ୍ତ ଅଛେ, ମୁଇଁ ଶକ୍ତିଶାଳୀ ଅଛେ, ମୁଇଁ ସୁସ୍ଥ ଅଛେ। ନିଜର ମାଇଣ୍ଡକେ କମାଣ୍ଡ ଦିଅନ୍। ଆଉ 3 নম্বর হচ্ছে শান্ত রহন। ସବୁବେଳେ ଶାନ୍ତ ରହନ୍। ପରିସ୍ଥିତି ଯାହା ବି ହଉ, ପ୍ରତିକ୍ରିୟା ଦେବା ପୂର୍ବରୁ ଅପେକ୍ଷା କର। ମନେ ରଖନ୍, ଆପଣ ଯଦି ମନକେ ଶାନ୍ତ ରଖବେ, ତାହେଲେ ପ୍ରତ୍ୟେକ ମୁହୂର୍ତ୍ତ ଶାନ୍ତ ରଖୁଛନ୍, ତେବେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏ ସୁନ୍ଦର ଫୁଲ ଫୁଟଲା ଭଳିଆ ଆପଣଙ୍କର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ହସି ଉଠିବା। ଭିଡ଼ିଓ କେନ୍ତା ଲାଗଲା ମୋତେ କମେଣ୍ଟ ବକ୍ସରେ ଆପଣମାନଙ୍କର ପ୍ରତିକ୍ରିୟା ରାୟ ଦିଅନ୍, ନେ ଭୁଲବେ।